ନୀଲମ ନିଦରୁ ଯେତେବେଳେ ଉଠିଲେ ତାଙ୍କ ମୁଣ୍ଡ ବହୁତ ଜୋରରେ ବିନ୍ଧୁଥିଲା। ସେଇ ସମୟରେ ରିମଝିମ୍ ଆଉ ରୁବି ଆସିଲେ। ରୁବି କହିଲେ, ଯାହା କହ ରିମଝିମ୍, ଆଜି ତ ମଜା ଆସିଗଲା। ରିମଝିମ୍ କହିଲେ, ହଁ ହଁ ରୁବି ଆଣ୍ଟି, ସେ ବହୁତ ମହାନ ଦେଖାଉଥିଲା ନା, ଆଜି ପାଇଛି ଭଲ କି। ଅବଶ୍ୟ ସେଇ ଚକ୍କରରେ ବାପାଙ୍କ ସାଙ୍ଗରେ ଟିକେ ଗଡ଼ବଡ଼ ହେଇଗଲା। ରୁବି କହିଲେ, ଆରେ ତୁ ତ ହଉଛୁ ତ ଏ ଘରର ବଡ଼ ବୋହୂ, କିନ୍ତୁ ତୋ ଶାଶୁ ଶ୍ୱଶୁର ସେ ତ ସବୁବେଳେ ସେ ପଲ୍ଲବୀର ଗୁଣ ଗାଉଥିବେ ନା, ତେଣୁ ତାଙ୍କୁ ତାଙ୍କ କର୍ମର ଫଳ ଭୋଗିବାକୁ ପଡ଼ିବ ନା। ଏମିତି କହିକି ରୁବି ହସିବାକୁ ଲାଗିଲେ। ତାପରେ ନୀଲମ କହିଲେ, ମାମା ପ୍ଲିଜ୍ ଏ ସବୁ ଗହଳି ବନ୍ଦ କରିବ କି? ମୋ ମୁଣ୍ଡଟା ବହୁତ ଜୋରରେ ଭାରି ଭାରି ଲାଗୁଛି। ରିମଝିମ୍ ଆସି କହିଲେ, ରାତିରେ ପିଇକି ଆସିଲେ ଏସବୁ ତ ହବ ନା। ତାପରେ ନୀଲମଙ୍କର କାଲି ରାତିର ସବୁ କଥା ଗୋଟି ଗୋଟି କରି ମନେ ପଡ଼ିଗଲା। ନୀଲମ କହିଲେ, କାଲି ରାତିରେ ମୁଁ ବହୁତ ବଡ଼ ପ୍ରୋବ୍ଲେମରେ ପଡ଼ିଯାଇଥିଲି ମାମା। ଯଦି ଆଦର୍ଶ ଆଉ ପଲ୍ଲବୀ ଠିକ୍ ଟାଇମ୍ରେ ଆସିନଥାନ୍ତେ ତାହେଲେ ମୋ ଜୀବନ ବଞ୍ଚିନଥାନ୍ତା। ତାପରେ ରୁବି କହିଲେ, ତୁ ସେମାନଙ୍କର ପ୍ରଶଂସା କରିବା ବନ୍ଦ କର ନୀଲମ। ପଲ୍ଲବୀ କେବଳ ପନିଶମେଣ୍ଟ ପାଇବା ପାଇଁ ଯୋଗ୍ୟା। ଏବେ ଆମେ ତାକୁ ଠିକ୍ ପାନେ ଚଖେଇକି ଆଇଛୁ। ନୀଲମ କହିଲେ, ନାଇଁ ମାମା, ହୁଏତ ଆମେ ପଲ୍ଲବୀ ସହିତ ବହୁତ ବଡ଼ ଭୁଲ କରୁଛେ। ରୁବି କହିଲେ, କାଲି ରାତିର ନିଶା ଏଯାଏଁ ଓହ୍ଲେଇନି ବୋଧେ, ସେଇଥିପାଇଁ ଏମିତି କଥାବାର୍ତ୍ତା କରୁଛୁ। ତାପରେ ନୀଲମ କହିଲେ, ତମେ ଜାଣିଛ ମାମା, ପଲ୍ଲବୀ କାଲି କାହାଠାରୁ ମୋତେ ବଞ୍ଚାଇଥିଲା? ସିଏ ଏଠିକି ବି ଆସି ପହଞ୍ଚିଗଲେଣି ମାମା। ରୁବି କହିଲେ, ତୁ ଇଏ କ'ଣ କହୁଛୁ? ତୁ ଯାହା କହୁଛୁ ସତ କହୁଛୁ? ନୀଲମ କହିଲେ, ହଁ ମାମା, ସିଏ ମୋ ପିଛା କରିକି ଏଇଠି ବି ଆସି ପହଞ୍ଚିଗଲେଣି। ତାପରେ ରୁବି କହିଲେ, ରିମଝିମ୍, ଏନଜିଓର ଟାଇମ୍ ହେଇଗଲାଣି, ତୁ ଚାଲ, ବାହାରିକି ଚାଲ, ତ ପଛେ ପଛେ ମୁଁ ଯିବି। ସେଉଠୁ ରିମଝିମ୍ ସେଉଠୁ ଚାଲି ଆସିଲେ। କିନ୍ତୁ ରିମଝିମ୍ ତାଙ୍କ ରୁମ୍ ପାଖରେ ରହିକି କହିଲେ, ହଠାତ୍ ରୁବି ମାଉସୀ ତାଙ୍କୁ ଚୁପ୍ କରେଇଦେଲେ ଆଉ ମୋତେ ଏନଜିଓକୁ ପଠେଇଦେଲେ କାହିଁକି? ମୋ ପାଖରୁ ସେ କ'ଣ ଲୁଚେଇବାକୁ ଚେଷ୍ଟା କରୁଛନ୍ତି? ଏହା କହିକି ରିମଝିମ୍ ତାଙ୍କ କଥା ଶୁଣିବାକୁ ଲାଗିଲେ। ରୁବି କହିଲେ, ଇଏ କି ବେକାର କଥା କହୁଛୁ ତୁ? ତାପରେ ନୀଲମ କହିଲେ, ବେକାର କଥା ନୁହେଁ ମାମା, ମୁଁ ସତ କଥା କହୁଛି। ସିଏ ଯାହା ବି କୁହ ପ୍ରଶାନ୍ତ ହିଁ ଥିଲେ। ମୋତେ ଖୋଜି ଖୋଜି ଆସି ସିଏ ଏଇଠି ବି ପହଞ୍ଚିଗଲେଣି। ତାଙ୍କ କଥା ଭାବିଲାଠୁ ତ ମୋତେ ବହୁତ ଡର ଲାଗୁଛି ମାମା। ରିମଝିମ୍ ମନେ ମନେ କହିଲେ, ଆଚ୍ଛା, ତ କଥା ତାହେଲେ ଆସି ଏଇଠି ପହଞ୍ଚିଲାଣି। ୟାଙ୍କର ତ ବହୁତ ବଡ଼ ବଡ଼ ସିକ୍ରେଟ୍ ଅଛି ମୋ ପାଖରେ। ମୁଁ ଏବେ ସେଇଟା ଜାଣିଗଲି ରୁବି ଆଣ୍ଟି। ଏ ଅସ୍ତ୍ରର ପ୍ରୟୋଗ ମୁଁ ଠିକ୍ ସମୟରେ କରିବି। ତାପରେ ଏପଟେ ମାୟା କହିଲେ, ଆନନ୍ଦ, ବିନୋଦ ଭଲ ଅଛନ୍ତି ଜାଣିଲ ନା? ଯାଅ ରୁମ୍ରେ ରେଷ୍ଟ ନିଅ। କାହିଁକି ବ୍ୟସ୍ତ ହେଉଛ? ଆନନ୍ଦ କହିଲେ, ନାଇଁ ମାୟା, ମୁଁ ପଲ୍ଲବୀ ଆଉ ବିନୋଦ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଛି। ତାପରେ ବିନୋଦ, ପଲ୍ଲବୀ ଆଉ ଗୌରବ ଆସିଲେ। ଏହା ଦେଖି ଆନନ୍ଦ କହିଲେ, ମାୟା, ହେଇ ତ ସମସ୍ତେ ଆସିଲେଣି। ବିନୋଦ ଆସିଲା ପରେ ଆନନ୍ଦ ତାଙ୍କୁ ଯାଇ କୁଣ୍ଢେଇ ପକାଇଲେ। ତାପରେ ଆନନ୍ଦ କହିଲେ, ଦେଖିଲୁ ତ, ମନ ଇଚ୍ଛା ଶାସନ କରିବାର ଫଳ କ'ଣ ହେଲା? ନିଜ ପରିବାର ଘରୁ ଦୂରେଇ ରହିବାର ପରିଣାମ କ'ଣ ହେଲା ନିଜେ ଅଙ୍ଗେ ନିଭେଇଲୁ ତ? ଏବେ ତୁ ଯଦି ମୋ ବିନା ପରମିଶନରେ ଘରୁ ପାଦ ରଖିବୁ ତାହେଲେ ଦେଖିବୁ ମୋତେ।